হচ্ছে ভারতের এক রাষ্ট্রীয় রজ পর্ব। এই রজ পর্বরে ঘর ঘর পালি পর্বরে সমস্তে পালন করছেন। মু গোটিয়ে কথা কহি যাচ্ছি, এ গাঁ আগামী দিনের নিশ্চয় বিকাশ হব। যে বন্ধু মানে কইকি গলে যে আসন্তা বর্ষ এ কাম করবু, কাম করবু নুহ, কাম করিকি দেখাইব, মু সেতবে ভাল পাইବାକୁ চেষ্টা করবি। যে পর্যন্ত এ গাঁর কাম ন হয়েছি কিଏ কড় কইব, মু কাହା কথা বিশ্বাস করিনি। মু 22 ବର୍ଷ ଅବସର ପ୍ରାପ୍ତରେ କରିକି ଚିନ୍ତା କରିକି ଆସିଛି। ଜନ୍ମ ନେଇଛି ଆଉ ଏଠି ମରିବି, ଏଠି ଜନ୍ମ ହେବି। ମୋର ପ୍ରତିଜ୍ଞା ରହିବ ଗାଁ ପାଇଁ, ଭଲ ପାଇବା ପାଇଁ, ମମତା ପାଇଁ, ଏ ଗାଁର ଗୌରବ, ଏ ଗାଁର ବିକାଶ ପାଇଁ ମୁଁ କାହା କଥାକୁ ବିଶ୍ୱାସ କରେନି। କାହିଁକି ନା ଲୋକ ଅଛନ୍ତି ବହୁତ କିଛି ଅବଶେଷ କହିକି ଯାଉଛନ୍ତି, ବହୁତ କିଛି କହିଛନ୍ତି, କିନ୍ତୁ କାମ ଜିରୋ। ସେଇଟା ମୁଁ କେବେ ପସନ୍ଦ କରେନି। କାମ ହବ ତ ଅଲବତ ହବ। ଆଉ ଶେଷ ସମୟରେ ଗୋଟିଏ କଥା କହୁଛି, ଏ ଗାଁର ଝିଅ ମୋ ପାଖରେ ଅଛି ଶୁଭ। ଏ ଗାଁ ପାଇଁ ଯେଉଁ ସଂଗ୍ରାମ କରୁଛି, ଭିଡ଼ିଓକୁ ଲଢ଼େଇ କରୁଛି, ଯେଇକି ଲଢ଼େଇ କରୁଛି, ସେଟା ଟିକେ ଲଢ଼େଇ କରୁଛି। ମୋ ଗାଁର ଭତ୍ତା ଦିଅ, ଇନ୍ଦିରାବାସ ଦିଅ। 11 ଜଣକୁ ଇନ୍ଦିରାବାସ ହେଇଛି, ଏ ଗାଁକୁ ପାଇବ। 5 ଦିନ ଭିତରେ ୱାଟର ମିଳିବ। କହିବା କଥା ମୁଁ କହିଦେଉଛି। ଗୋଟେ ମା ମାନଙ୍କୁ ମୋର ଅନୁରୋଧ କରୁଛି, ଗୋଟେ ତାଳି ମାର ଏ ଝିଅ ପାଇଁ। ଶେଷ ସମୟରେ ମୁଁ ବିଦାୟ ନେଉଛି ଏ ପହିଲି ରଜରେ। ହେ ପ୍ରଭୁ ଜଗତର ନାଥ ଜଗନ୍ନାଥ, ଏ ଗାଁକୁ ମଙ୍ଗଳ କରନ୍ତୁ। ସମସ୍ତେ ସମସ୍ତେ ଗୁରୁଜନ ମାନଙ୍କୁ ଏକାଠି ହେଇ ଏ ଗାଁର ବିକାଶର ହାତ ବଢ଼ାନ୍ତୁ। ମୁଁ ଏତିକି କହି ବିଦାୟ ନେଉଛି। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ବର୍ତ୍ତମାନ ସଭା ଶାନ୍ତରା